ଫାଇନାଲି ଆମେ ଆସି ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିଗଲୁ। ଆଲୋଟା କାନ୍ଦିଲାଣି, ମୁଣ୍ଡ ଖରାପ ହେଲା କଂସା ଆମର ଚୁଙ୍ଗୁଡି ଛେଚା ଏଇଟା ଆମର ଫେଭରେଟ। ବହେ ବାଡେଇ ମିଣା ଖାଇଦେଇକି ଖାଇସାରିଲା ପରେ ହ୍ୟାଲୋ ଗାଇଜ ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ। ମୁଁ ଆସିଛି ଆପଣମାନଙ୍କ ପାଇଁ ନୂଆ ଭିଡ଼ିଓ ନେଇକି। କାଲିର ଭିଡ଼ିଓ ତ ଦେଖିଦେବେ ଆପଣମାନେ, ଯୋଉ ଆମର ସବୁ ମାଛ ଧରିଥିଲୁ, ସବୁ କେତେ ମାଛ ସବୁ କଣ ଧରିଥିଲୁ, ମାନେ ଭିଡ଼ିଓ ତ ସବୁ ଗଲା, କାଲି ଦେଖିଥିବ। ଆଉ ଆଜି ଆମର ଆଜି ବି ସକାଳୁ ସକାଳୁ ମାନେ କାଲି ଏତେ ପାଣିରେ ପଶି ପୁରା ସକାଳୁ ସକାଳୁ ଥଣ୍ଡା ଧରି ପକେଇଛି। ମୁଁ ଆଉ ଶୋଇକି ଉଠିନା, କାହିଁକିନା କାଲି ରାତିରେ ଆମେ ଖାଇ ଲେଟ୍ ହେଇଗଲା, ଖାଇଦେଇ ପଳେଇ ଆସିଥିଲୁ, ବାସନ ମାଜିନଥିଲୁ। ଆଉ ଆଲଣା ଉଠି ସକାଳ ଡାକୁଛି, କହୁଛି ଆସୁନ ବାସନ ମାଜିବ। ଆଉ ବାସନ ଯାକ ମୁଁ କଲ୍ କରି ଥରେ କଲା, କଲ୍ ଆଉ ଉଠେଇନି। ତାପରେ ଉଠେଇନି, କଲ୍ ଫଲ୍ ଉଠେଇନି। ତାପରେ ଫୋନ୍ କଲା, ମୁଁ ଯାଉଛି ଯାଇକି ବାସନ ଫାସନ ମାଜିଦେଲୁ। ବାସନ ଫାସନ ମାଜିକି ତାଙ୍କର ସେ ରୋଷେଇ କରି କଣ ଥୁଲୁରେ ଯିବେ, ମାର୍କେଟ ଯିବେ ବୁଲିବା ପାଇଁ। ମାର୍କେଟରୁ ବୁଲିକି ଆସିଲେ ଆମେ ଯାଇଥିଲୁ। ମୁଁ ଯୋଉ ମତେ କହିଲେ ଅନାଦି ଡାକେ, ଆମର ମେଟାଲ ଗାଡି ଆଇଛି, ଅସନା ଆଇଛି। ମୁଁ ଆଜି ଭଉଣୀକୁ ଡାକିଦେଲି, ଦେଖିଲା ବେଳକୁ ସେ ତାକୁ ଡାକିଛନ୍ତି ଚୁଟି କାଟିବା ପାଇଁ। ସେ ଚୁଟି କାଟିଲା, ମହାନ୍ତି ଚୁଟି କାଟିଲା, ଅନାଦି ତାକୁ କାଟିଦେଲା। କାଟି ସାରିଲା ପରେ ଆମେ ଗଲୁ, ଯୋଉ ଆମର ଏଠି ଜଣେ ଓଡିଆ ସିକ୍ୟୁରିଟି ଗାର୍ଡ ରହୁଛି, ମାନେ ସିକ୍ୟୁରିଟି ହେଇଗଲେ ଯେ ସେ ଓଡିଆ। ସିଏ କଣ ଦୁମା ଗୋଟା ମାନେ ଏତିକି ଏତିକି ବଡ ମାଗୁର ବୋଧେ ହେଲା, ତା ମୁଣ୍ଡ କି ଏଡା ବଡ ମୁଣ୍ଡ ନେଇକି ଆସିଲା, କହିଲା ଆକୁ ବଞ୍ଚେଇ ଦିଅ, ଆମେ ଦିପହରକୁ ଫିଟେ ମାରି ଖାଇବାକୁ ହେଲା। ଆମେ ତାକୁ ଆମ ଯୋଉ ଶେଉଳ ଫେଉଳ ସବୁ ବଞ୍ଚାଇଥିଲା, ସେଇଠି ଆମେ ତାକୁ ବଞ୍ଚେଇଦେଲୁ ସବୁ ସୁରଲା। ତାପରେ ଆମେ ଯୋଉ କାଲି ଯୋଉ ସବୁ ଆସିଥିଲେ, କାଲି ଯୋଉ ମାଛ ସବୁ ଆସିଥିଲେ, ସେଫ୍ଟି ବାଲା ସବୁ ସାଇଡରେ ଥିଲେ, ସାଇଡରେ ଦେଖିଥିଲେ। ସେଫ୍ଟି ବାଲା ଆସିଲା, ସେ କ୍ୟାଣ୍ଟିନରେ ଖାଉଛନ୍ତି ନା, କ୍ୟାଣ୍ଟିନ ଖାଇ ଟିଫିନ ନେଇଯାଉଛନ୍ତି, ରୁମରେ ଖାଉଛନ୍ତି। ଆଉ ରୁମ ସେ ବନେଇବା ମାନେ ନାହିଁ, ସେ କମ୍ପାନୀ ଦେଇଛି ରୁମ ନା, ସେ ସେଥିପାଇଁ ଇଏ ହେଲା। କୋଉ ମାଛ ଭଜା ହେଲା, ସେ ତାଙ୍କୁ ନେଇକି ପଳେଇଲେ। ନେଇକି ଖାଇଲେନି ଭାତ, ଏଇଠୁ ତାଙ୍କର ପାର୍ସଲ ଗଲା ତାଙ୍କ କ୍ୟାଣ୍ଟିନରୁ। ହେଲା ଆମେ ନେଇଗଲେ, ନେଇକି ତାଙ୍କ କୋଉ ଭଜା ମାଛ ଖାଇଦେଲେ। କାଲି ବି ଆମ ମାଛ ଯୋଉ ଚୁନା ମାଛ ଦେଖୁଥିଲେ, ଚୁନା ମାଛ ଆମ କଲୋନୀରେ ସବୁ ବିହାରୀ ସବୁ ଥିଲେ, ତାଙ୍କୁ କାଲି ସବୁ ରାତିରେ 9ଟା ବେଳେ ଡ୍ୟୁଟି ରହିଲେ, ତାଙ୍କୁ ସବୁ ଦେଇଦେଲି। ଆଉ ବଡ ମାଛ ଏଠି ସବୁ ଓଡିଆ ରହୁଛନ୍ତି ହେଲା। ଏଇ ସିଧାରେ ରହୁଛନ୍ତି ଓଡିଆ। ଆମେ ତାଙ୍କୁ ଛୋଟ ଛୋଟ ଝିଅ ପୁଅ ଥିଲେ, ତାଙ୍କ ସବୁ ଟାଟା ଘଣା ନେଇକି ଆସ, ନେଇକି ଯିବ ମାଛ। ତ ପଚାରେ ସବୁ ଛୋଟ ନବୁ ନା ବଡ ନବୁ, ତାଙ୍କୁ ସେ ଛୋଟ ବଡ ସବୁ ମିଶି ମାସି ନେଲେ, ମିଶି ମାସି ଦେଇଦେଲୁ, ସେ ନେଇ ପଳେଇଲେ। ନେଇ ପାରିଲା, ଆମେ ତାପରେ ରୋଷେଇ କଲା, ଖାଇଲୁ। ସେ ଆଜି ବଡ କି ଧୁମା ମାଗୁର ଆଇଥିଲା, ନିଶ ମାନେ ଏଇଭଳିଆ ବାହାରିଛି ଏତେ ଦେର ବାହାରିଛି, ମୁଣ୍ଡ କି କିଲିକିଆ ଗୋଟା ମୁଣ୍ଡ ହବ। ଆମେ ଯେତେବେଳେ ତାକୁ କାଟିକି ମାରିବେ, ମାନେ ଯେତେବେଳେ ରୋଷେଇ କରି ଖାଇବେ, ରୋଷେଇ ହବ ଯେତେବେଳେ ରୋଷେଇ ହବ ଆପଣଙ୍କ ଦେଖାହବ ସେତେବେଳେ। ଆଜି ତ ଆମର ଡ୍ୟୁଟି ଛୁଟି, ଆମେ ଯିବୁ ନା, କାହିଁକିନା କାଲି ତ ପାଇପ ସରିଯାଇଥିଲା, ମାଛ ଧରିବା ପାଇଁ ପାଇପ ନାହିଁ। ଆଉ ମାଛ ଆଜି ବି ମାଛ ଧରିବା ପାଇଁ ଯିବୁ ନା। ଗୁଡ ଦେଖୁ ପୁରା ମାନେ ଫଳି ସବୁ ମାନେ ପୁରା ଫୁଟି ଯାଇଛି ହେଲା। ସେ ମାନେ ଆମ ଗାଁ କଣ, ଗାଁରେ ହେଲା କାଦୁଅ, ଏଠି ହେଲା ଆମର ଏଠି ଖାଲି ଗୁଡି, ମାନେ ଇଏ ନା କଣ କହନି, ପାହାଡ ଇଏ, ଖାଲି ଗୁଡି ଆଉ ମାନେ ପଥର, ଏଇଗୁରା ସବୁ ଗୋଟେ ବାଜି ସବୁ ଫୁଟି ଯାଇଛି। ଡ୍ୟୁଟି କଣ ଆମେ ବାହାରଥିଲୁ, ଡ୍ୟୁଟି ପାଇପ୍ ଫାଇପ୍ ନାହିଁ, କାମ କେମିତି ହବ। ପାଇପ୍ ଆସି କହିଥିଲେ ଗୋଟେ ବେଳେ ଆସିବେ, ଗୋଟେ ବେଳେ ବି ଆସିଲା। ଆସିଲେ ଆମେ ଯିବୁ କାଲି, ଆଜି ବୋଧେ ଆସିବୁ। ଆଜି ଆସିଲେ ଅସନା 2ଟା ବେଳେ ପହଞ୍ଚିବ। କାମ କାଲି ପୁଣି କାଲିଠାରୁ ଷ୍ଟାର୍ଟ ହବ। ମାଛ ଟୋଟାଲ ଧରା ହବ ନା, ଟୋଟାଲ ମାଛ ଆଉ ଧରିବୁନି। ମାଛ ଧରିଲା ବେଳକୁ ମାନେ ସକାଳୁ ସକାଳୁ ଥଣ୍ଡା ଲାଗୁଛି, କିଏ ତ ଆଉ ଥଣ୍ଡା ଫଣ୍ଡା ଇଏ କରିବ। ଯିବା ନା, ତାପରେ ସମସ୍ତେ ବି ଡ୍ୟୁଟି ପଳେଇଲେଣି, 8ଟା 8:30 ହେଲାଣି, ଆମେ ଯାଇନା। ଆମେ ତ ଯିବୁ ନା, ଯିବୁ କଣ, କ୍ୟାଣ୍ଟିନ ଆଣି ରୋଷେଇ କଲେ ଖାଇକି ଯିବେ। ଆମେ ତ ଆଉ ଖାଇବୁ ନା, ଆଉ କଣ କରିବା। ତାପରେ ଏଭଳିଆ ସବୁ ଅଛି। ଆଉ ସେପଟ ରୁମ ଆଲଣା ଶୋଇଛି ନା, ଆମେ ତ ଏପଟେ ଅଛୁ। ଦେଖାହବ ସେପଟ ରୁମ ଗଲେ ଦେଖାହବ। ଆମେ ତ ଏବେ ଟିକେ ମାନେ ଏଠି ଭିଡିଓ ଗୋଟେ ଏଡିଟିଂ କରି ଯିବା, ତାପରେ ଦେଖାହବ ଆଉ। ଆମର ତ ଏଇଭଳିଆ ସବୁ ରହିଛି ନା, ଆମ ଠାକୁର ଦେଖିବାର ଥିବ, ଆମ ଠାକୁର, ଆମ ମିରର, ଏଇଭଳିଆ ତ ସବୁ ଅଛି। ବ୍ରସ୍ ଫସ୍ ବି କରିନା, ସବୁବେଳେ ବ୍ରସ୍ କରିନା ସକାଳୁ, ଆଜି ବ୍ରସ୍ ହେଇନି, ଡେରି ଉଠିବାକୁ ମଜାମଜି ହେଲା, ସେଥିପାଇଁ ଡେରି ହେଇଗଲା। ତାପରେ ଏବେ ଯିବା, ଯାଇସାରିକି ତ ରୋଷେଇ କରିଥିବେ ନ କରିଥିବେ, ସେ କହିଥିଲେ କଣ ମାର୍କେଟ ଯିବା ପାଇଁ, ଗଲେ କି ନ ଗଲେ ଦେଖିଲେ ହବ। ଯାଇଥାନ୍ତେ ପଳେଇ,
କ'ଣ ମାଛ ଚୁଙ୍ଗୁଡ଼ି କାଲି ଭାଜି ରଖିଥିଲୁ, ଚୁଙ୍ଗୁଡ଼ି ସବୁ ବାଛି, ଚୁଙ୍ଗୁଡ଼ି ଏତେ କ'ଣ ବାଛି ରଖିଥିଲୁ, ତାକୁ ଛେଚିଦେବା, ରସୁଣ ଫସୁଣ ପକେଇ ଛେଚିକି ପଖାଳ କରି ଖାଇଦେବା। କାରଣ ଆସିଲେ ଖାଇବେ, ନହେଲେ ନାହିଁ। ଆମ ପାଇଁ ଆମେ ବ୍ୟବସ୍ଥା କରିଦେବା। ତାପରେ ଏବେ ଯାଇ ବ୍ରସ୍ କରି ସେପଟେ ଯିବା ଟିକେ, ତାପରେ ଦେଖିବା କ'ଣ ଅଛି ସେପଟେ କ'ଣ କରୁଛନ୍ତି ସବୁ। ହଉ ଏବେ ରହିଲି, ଦେଖା ହବ ସେପଟ ରୁମ୍ରେ। ଆମର ଏବେ ସବୁ ଡ୍ୟୁଟି ପଳେଇଛନ୍ତି। ଆମେ ମାନେ ଆଲୋନା ଆଉ ମହାନ୍ତି କୁଆଡ଼େ ପଳେଇଛନ୍ତି ମାଛ କାବୁ ଦେବା ପାଇଁ। ଆମେ ଏଇନା ବ୍ରସ୍ ଟେ କରିଦେବା। ବ୍ରସ୍ କରି ଅନାଦି ହେଇ ଛଡ଼ଉଛି ଚିଙ୍ଗୁଡ଼ି, ରସୁଣ, ଲଙ୍କା ପକେଇ ଛେଚିଦେବ ଟିକେ। ଛେଚିଲା ପରେ ଖିଆ ହବ। କାହିଁକିନା 10ଟା ବାଜିଲାଣି ନା, 10ଟା ବାଜିଲାଣି। କପଡ଼ା ସବୁ କାଲି ମାଛ ଧରା ଶୁଖା ହେଇଛି। 10ଟା ବେଳେ ବ୍ରସ୍ ଟିକେ ଜଲ୍ଦି ଜଲ୍ଦି କରି ଖାଇବା। ଭୋକ ବି ଲାଗିଲାଣି ଜୋର। ହଉ ଏବେ ଟିକେ ରହୁଛୁ, ଖାଇଲା ବେଳେ ଦେଖା ହବ। ହେଇ ମହାନ୍ତି ଯାଉଛନ୍ତି। ଆଜି ଗୋଟେ ଭଲ ଦେଖିବ, ସକାଳୁ ଉଠି ପୁରା ଚୁଟି ଫୁଟି କାଟିକି ପୁରା ମାନେ ଦେଖିବ ତାଙ୍କୁ, ପୁରା ଦେଖ ମୁଁ ଦେଖଉଛି ସେ ଆସିବେ କିନା, ପୁରା ଏଣ୍ଟ୍ରି করে ଦେଖ। ଓଇ ମହାନ୍ତି ଏଣ୍ଟ୍ରି କରୁଛନ୍ତି। ଦେଖ ପୁରା ହିରୋ ଆସିଗଲା। ଆମ ସକାଳୁ ଉଠିକି ମିଛୁଆ ଡାକିଲା, ଆମେ ଥାର୍ମୋମିଟର ଆଜି କାଢିବା, ଆସ ଡ୍ୟୁଟି ଯିବା, ରୋଷେଇ ହବ। ଦେଖିଲା ବେଳକୁ ଆସି ଚୁଟି ଫୁଟି କାଟି ପୁରା ହିରୋ ଯାଇକି ଫୁଲୁରି ମାର୍କେଟ ବୁଲିକି ଆଇଲାଣି। ଆମେ ଦାନ୍ତ ଖାଇବୁ ଚୁଙ୍ଗୁଡ଼ି ଛେଚିକି। ତାପରେ ଦେଖ ଆଲୁନା କୁଆଡ଼େ ପଳେଇଲାଣି। ଆମର ସାଉଳି ଭାଇ ନାହିଁ, କୁଆଡ଼େ ଯାଇଛି, ଭଳି ଆସିଲେ ଦେଖା ହବ। ହଉ ମୁଁ ଟିକେ ଫଟୋ ଉଠେଇବି, ତାପରେ ଦେଖା ହବ। ଆମର ଏବେ ପଖାଳ ଭାତ ତ ଦେଖୁଛ ନା, ଇଏ ଆମର ଗରମ ଭାତ। ପଖାଳ ନାହିଁ ବୋଲି ଆମେ ଏବେ ପାଣି ପୁରେଇ ପାରୁଛ। ଇଏ ହେଲା ଆମର ଚୁଙ୍ଗୁଡ଼ି, ରସୁଣ, ଲଙ୍କା ପଡ଼ି ଛେଚା ହେଇଛି ଟିକେ। ଟ୍ରାଏ କରନ୍ତୁ, ରାଗ ଭାଇ, ରାଗରେ ଆଲୋନା କାନ୍ଦିଲାଣି, ମୁଣ୍ଡ ଖରାପ ହେଲା। ଆମର ମହାନ୍ତି ସେପଟେ ଟିକେ ତାଙ୍କର କାର୍ଯ୍ୟକଳାପ ଚାଲିଛି। ପାଣି ଟିକେ ଦଉନୁ ଖାଇବା। ଗଲାରେ ପୁରା ରାଗ ମାନେ ହାତ ମାରି ପାରୁନି। ଆମେ ତ ଏବେ ଟିକେ ଦେଖିପାରୁଛୁ ଆମର ଏଇ ପଖାଳ କଂସା, ଆମର ଚୁଙ୍ଗୁଡ଼ି ଛେଚା, ଏଇଟା ଆମର ଫେଭରେଟ। ବହେ ବାଡେଇମି ଏଇନା ଖାଇଦେଇକି, ଖାଇସାରିଲା ପରେ ଆପଣ ମାନଙ୍କ ସହ ଦେଖା ହବ ନୂଆ ଭିଡିଓରେ। ହଁ ବା, ତାପରେ ନୂଆ ଭିଡିଓରେ ଦେଖା ହବ ହେଲା। ମାଗୁର ମାଛ ଦେଖ, ମୁଁ କହୁଥିଲି ନା ସକାଳେ ସେଇ ମାଗୁର ମାଛ ଭଳିଆ କଟା ହବ, ଦେଖିପାରିବ। ଆମର ତ କାଟିକି ଖାଇବା ଲୋକ। ହଉ ଦେଖା ହବ, ଆମେ ଟିକେ ଖାଇଦଉ, ଟେଷ୍ଟ କରିବା କୋଉ ଭଳିଆ ଲାଗୁଛି, ତାପରେ ଦେଖା ହବ ଆର ଭିଡିଓ। ହଁ ଭଲ ଲାଗୁଛି, ଖାଇସାରିଲା ପରେ ଦେଖା ହବ। ଆମର ଏବେ ମାଛ ଏଠି ଭଜା ଥୁଆ ହେଇଛି, ମୁଁ ଏଠି ରସୁଣ ଛେଚିଦେଲି। ମାଛ ଅଛି। ଆଉ ଗୋଟେ ମଜା କଥା ଦେଖନ୍ତୁ, ଅନାଦି ହେଲା ସବୁବେଳେ ସେ ମୁଁ ଭିଡିଓ ୱାଚ୍ କରୁଛି, ଦେଖୁଥିବ ସେ ସବୁବେଳେ ମୋ ଭିଡିଓ ୱାଚ୍ କରୁଛି, ଖୁସି ଲାଗୁଛି। ଦେଖୁଛି ଜଣେ କିଏ ମୋ ଭିଡିଓ ସବୁବେଳେ ଦେଖୁଛି। ତମେ ତ ଆପଣ ମାନେ ତ କିଏ ଦେଖୁନାହାନ୍ତି, ସିଏ ହେଲେ ଦେଖୁଛି ଜଣେ, ତାକୁ ଖୁସି ଲାଗିବା କଥା। ଆଉ ମାଛ ଦେଖନ୍ତୁ ଭଜା ରହିଛି, ଆମର ଭଜା ମାଛ ଦେଖନ୍ତୁ, ମାଛ ପଡା ହବ ଫୁଟୁଛି ଏଇ ମାଛ, ମାଗୁର ମାଛ ନା, ଫୁଟୁଛି ସେ ମାନେ ଡରିକି ପୁରା ଛାନିଆ ହେଇଗଲାଣି। କଢା ପୁରା ଘୁରି ଯାଉଛି, ପଳଉଛି ଟିକେ କଡା ହେଇଗଲା ଟିକେ। ଏଗୁଡା ସବୁ ଭଜା ହଉଛି, ଆମର ଏବେ ଛଡା ହଉଛି, ଆମେ ବସି ଛଡାଉଛୁ ଏଠି। ଆଉ ବାହାରକୁ ଆସିଲା କରିବାକୁ ପଡିବ। ଆଜି ସହଜରେ କାମ ନାହିଁ, ଆଉ ଖାଇବା ଏଇ ଗାଧେଇ ପାଧେଇ ପଡିଆ। ଦେଖ ମାଛ ଦେଖିପାରୁଥିବ, ଟେଷ୍ଟି ଟେଷ୍ଟି ପୁରା ସର୍ଟ ଭଳିଆ ନେଇଯିବା। ଦେଖ ଓ ନୋ 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 ଓ ଦେଖିଲ ନେଇଗଲା ସେଠୁ। ତାପରେ ଦେଖନ୍ତୁ ମାଛ ଧରିକି ମାଛ ଦେଖ ଏଇଭଳିଆ କିଛି ପଡୁଛି ମାଛ। ଆମେ ତାପରେ ଗାଧେଇ ଯିବା, ଗାଧେଇ ଆସି ଟିକେ ରେଷ୍ଟ କରି ଶୋଇ ପଡିବା, 3ଟା ବେଳେ ଉଠି ଖାଇବା। ହଉ ଏବେ ଏଇ ବ୍ଲଗ ଟିକେ ଦେଖିବା, ତାପରେ ଦେଖୁନ ରୋଷେଇ ସଇଲେ ଇଏ ଦେଖିବ ତମ ଜିମ୍ ଇଏ ଥୁଆ ହେଇଛି, ମୁଁ ଆଣି ରଖିଛି ଜିମ୍ କରିବା। ହଉ ଦେଖା ହବ ପରେ, ଦେଖା ହବ ଖାଇଲା ବେଳେ, ଦେଖିବାକୁ କୋଉ ଭଳିଆ ଲାଗୁଛି ଟେଷ୍ଟି। ଏ ଭଗବାନ ବହୁତ ଗରମ ହଉଛି, ଗରମ ମାନେ ସାଂଘାତିକ, ଏତେ ଜୋର ଗରମ ହଉଛି, ଖାଲି ଦେହରେ ପଡିଛ ତଥାପି ଜୋର ଗରମ ହଉଛି। କଣ ତକିଆ ଧରି ଶୁଲେଇ ମୁଣ୍ଡ ଧରି ତଥାପି ଗରମ ହଉଛି। 2ଟା ଲେଖା ଫ୍ୟାନ୍ ଚାଲିଛି, ତଥାପି ଗରମ ହଉଛି। କଣ ଗରମ ଲାଷ୍ଟ ପାଇନା, ଲାଷ୍ଟ ଘୁରି ହେଇ ପଡିଯିବା। ବହୁତ ଜୋର ଗରମ ହଉଛି, ରହି ହଉନି।
ଏତେ ଗରମ ହଉଛି କଣ କରିବା? ଖାଲି ଘୋରି ଶୋଇବା ପଡିବା କଥା। ମୁଁ ଏଇ ଯୋଉ ଘୋରି ଶୋଇ ପଡୁଛି। ବହୁତ ଜୋର ଗରମ ହଉଛି, ଗରମ ଏଠି ସମ୍ଭାଳି ହଉନି, ଏତେ ଜୋର ଗରମ। ଏପର୍ଯ୍ୟନ୍ତ ଅନାଦି ପଡିଛି ଏପଟେ ଦେଖୁଛ ତ। ଅନାଦି ପଡିଛି, ମୁଁ ଏପଟେ ବି ପଡିଛି, ଗରମ ମାନେ ଏତେ ଜୋର ଗରମ। ଏଇ ଦେଖ ବାହାରିଲା ଡବଲ ବାହାରିଲା। ମୁହଁରେ ଏତେ ଜୋର ଗରମ ହଉଛି, ମୁଁ ଏଠି ବସିଛି। ଗରମ ମାନେ ଭାଇ ସହି ହଉନି ଆଉ। ଓଡିଶାରେ କେତେ ଗରମ ହଉଛି ଆପଣ ମାନେ କହିବ। ଅନାଦି ଗୀତ ଗାଉଛି। ରାଣୀ ଗଲା ସିଏ ଉଭେଇ, ସେଇ ରାଜାର ହୃଦୟ ନେଇ, ରାଣୀ ଘୋରି ଗଲା ଶୋଇ ପଡିଆ। ସିଏ ଉଭେଇ। ଦେଖା ହବ ପୁଣି ମନେ ଥାର୍ଡ ପଡିଗଲା ଦେଖା ହବ। ହାକାର, ଦେଖା ହବ। ଏବେ ଆମେ ଟିକେ ଗରମ ତ ଜମା ଏ ଶୋଇ ହଉନି, ଖାଲି ପ୍ରେମ ଟିକେ ଗଡେଇ ପଡେଇ ହବା କଥା, ଗଡେଇ ପଡେଇ ହେଇଯାଏ, କଣ କରିବା? ଯାଯାବର, ଗଡେଇ ପଡେଇ ହେଇଯାଇକି ଦେଖ ଅନାଦି ଗୀତ ଗାଉଛି। ଏ ପ୍ରେମ ଯାଯାବର। ଅନାଦି ପ୍ରାୟ ଗରମ ହୁଏ, କଣ କରିବା? ଗୀତ ତ ଗାଏ, ଥଣ୍ଡା କରିଦବ। ଆମେ ଏବେ ଶୋଇ ପଡିନି, ଶୋଇ ପଡିଆ। ମୁଁ ତ ଗରମ ଘୋରି ହେଇ ପଡିଛି। ହଉ, ଆଉ ଟିକେ ଗଲେ ଦେଖା ହବ, ଶୋଇ ପଡିଲା ପରେ ଦେଖା ହବ ଆପଣଙ୍କ ସହିତ। ମୁଁ ଟିକେ ବିଦାୟ ଦିଅନ୍ତୁ। ମୁଁ ଦେଖେ ମାନେ ଶୋଇ ରେଷ୍ଟ କରିବା, ଗରମ ଶୋଇ ହଉନି। ଦେଖିବ ଆଖି ଆଡୁ ଲୁହ ବାହାରି ପଡିଲାଣି ଦେଖିବ। ହଉ, ପରେ ଦେଖା ହବ। ଗାଇସ୍ ଦେଖନ୍ତୁ, ଫାଇନାଲ 4-5 ଘଣ୍ଟା ଶୋଇଲା ପରେ ଏବେ ଉଠିଲି। ମାନେ ଗରମ ତ କମ୍ବଳ ଘୋରି ଶୋଇ ପଡୁଥିଲୁ, ଉଠୁଥିଲି। ଏବେ ମାନେ ଟିକେ 5ଟା ବାଜିଲାଣି, ଥଣ୍ଡା ପଡିଗଲା, ସେଥିପାଇଁ ଟିକେ ଉଠିଲି। ଉଠିକି ଦେଖା ସବୁ ଅନାଦି ତା ପଳେଇଲା, ମୁଁ ଏକା ଏଠି ପଡିଛି। ସବୁ ମାନେ 5ଟା ବାଜିଗଲାଣି, ମୁଁ ଏବେ ଉଠୁଛି, ମୁହଁ ବି ଧୋଇନି, ଏବେ ଭିଡିଓ କରା ଚାଲିଛି। ତାପରେ ଅଶ୍ୱିନା ଆସି ଏପଟେ ଡାକିକି ଗଲା, ଆମେ ତ ଉଠିନୁ। ଅନାଦି ଏବେ ଉଠିକି ଗଲା ଅଶ୍ୱିନା ପାଖକୁ। ମୁଁ ବି ଯାଇନି, ମୁଁ ଏଠି ବସିଛି। ମାନେ ଗରମର ପ୍ରଭାବରେ ପୁରା ମାନେ ଅବାଗିଆ ଲାଗିଲା, ପୁରା ମୁଣ୍ଡ ଫୁଣ୍ଡ ବିନ୍ଧିଲାଣି। ସେଥିପାଇଁ ଶୋଇ ପଡିଥିଲି। ଏବେ 4-5 ଘଣ୍ଟା ଶୋଇଲା ପରେ ଏବେ ଉଠା ନିଦ ଭାଙ୍ଗିଲା। ଯାଇକି ଏବେ ମୁଁ କହୁଥିଲି ଟିକେ ଖାଇଦବା। ଆଉ 11-12ଟା ବେଳେ ଖାଇଦେଇ ପଳେଇ ଆସିବି, ଶୋଇ ଏଠି ଯାଇନି ଆଉ। ଯାଇ ଖାଇଦବା, ଖାଇସାରିକି ଟିକେ ମାର୍କେଟ ଫାର୍କେଟ ଆଡୁ ଯିବା, ମାନେ ରୋଡ ଫୋଡ ଆଡୁ ଯିବା, ବୁଲାବୁଲି କରିବା। ବୁଲାବୁଲି କରିକି ଆସିଲେ ଆପଣ ମାନଙ୍କ ସହ ଫେର ଦେଖା ହବ। ତାପରେ ରାତି ତ ଅଛି, କାମ ଆହୁରି ବହୁତ କାମ ଅଛି। ଆପଣଙ୍କ ସହ ଦେଖା ହବ। ଏବେ ମୁଁ ଯାଉଛି ସେପଟ ରୁମ ଦେଖିବା କଣ ସବୁ ଚାଲିଛି। ଆସିଲେ କଥା ହବ। ଫାଇନାଲି ଆମେ ଆସି ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚି ଗଲୁ। ଆସି ଦେଖିଲା ବେଳକୁ ଆଲୋରା ନାହିଁ, ନା ଅଶ୍ୱିନା ନାହିଁ, ନା ମହାନ୍ତି ନାହିଁ, କେହି ନାହାନ୍ତି। ଆମେ ଏବେ ଆସିଗଲୁ ମାନେ ହଁ, ରଖିଦଉ ନା। ଆମେ ଆସି ପହଞ୍ଚିଗଲୁ ପେଟ ପୂଜା କରିବା ପାଇଁ। ଟିକେ ପେଟ ଟିକେ ଶୋଇକି ଉଠିଲା ପରେ ଝଡିଗଲାଣି, 4 ଘଣ୍ଟା 5 ଘଣ୍ଟା ଶୋଇ ସାରିଲା ପରେ ଝଡିଗଲାଣି। ଝଡିଗଲାଣି, କଣ କରିବା? ଝଡି ସହିତ ଖାଇଲାଣି, ଏବେ ପେଟ ପୂଜା କରିବା ପାଇଁ ପଡିବ। ଆଉ ଏଟା ଗୋଟେ ନୂଆ ଜିନିଷ ଦେଖିପାରୁଥିବ, ଏଟା ଆମର ଆଇଛି। ଏଟା ଆମର ପାଣି କଖାରୁ। ଆଉ ଦେଖିପାରୁଥିବ, ଆମର ତ ପାଣି କଖାରୁ ଆପଣ ମାନେ କେବେ ଦେଖିନଥିବେ, ଦେଖନ୍ତୁ। ଆମେ ଏବେ ଖାଇବୁ ହେଲା। ଖାଇସାରିଲା ପରେ ମାନେ ଖାଇବୁ ତ, ଆଉ ଖାଇସାରିଲା ପରେ କଣ, ପେଟ ପୂଜା ଆଗେ, ତାପରେ ଯାହା ହବ। ତାପରେ ଆଉ ଆମର ଏବେ ସବୁ ହେଇ ଆମର କରାହଉଛି, ଡାଲମା, ମାଛ ଭଜା, ଇଏ ସିଏ ସବୁ ସବୁ ପ୍ରକାର ଖାଇବା ଆଇଲା। ଖାଇସାରିଲା ପରେ ଦେଖା ହବ। ଦେଖା କଣ, ଏବେ ତ ଆମେ ଖାଇବୁ। ଆଉ ଫିଲ୍ମ ଲଗେଇଲେ କିଛି ମାନେ ଭାତ ରହିବ ନା, କି ଡାଲି ରହିବ ନା, କି ମାଛ ରହିବ ନା, କିଛି ରହିବନି। ଖାଇସାରିକି ବାସନ ଫାସନ ମଜା ହବ। ବାସନ ବହୁତ କାମ ଅଛି ଆଜି। ବାସନ ସରିଲେ କାଲି ସଂକ୍ରାନ୍ତି ବା, କାଲି ସଂକ୍ରାନ୍ତି ଅଛି ହେଲା। ଆଜି ଭାତ ସବୁ ଦେଖନ୍ତୁ ପୁରା ଘର ଜଲଦି ଝାଡୁ ପୁରା ଫାଡୁ ମରା ଫୁଲ ହେଇକି ହେଲା, ପୁରା ଫୁଲ କରିଦଉଛୁ ଖାଇବା କିନ୍ତୁ ଛାଡି ଦିଅ। ସଂକ୍ରାନ୍ତି ଅଛି। ଖାଇସାରିଲା ପରେ ଆଉ ଦେଖା ହବ। ଖାଇବା ମାଛ ଟା ଖାଇବା ଏଇ ଗ୍ୟାସ କରି ଖାଇଦେଲାଣି ହେଲେ ଆମେ ଖାଇବା ବାକି ଅଛି। ଆମେ ବି ଟିକେ ପାଖକୁ ବସି ଖାଇଦବା। ଖାଇସାରିଲା ପରେ ଆପଣମାନେ ସବୁ ପୁଣି ଦେଖାହବ। ଟିକେ ମେଟଲ ଗାଡି ଆଜି ଦେଖିବା, ଖାଇସାରିଲା ପରେ ଦେଖାହବ। ରହୁଛି ଏବେ। ହ୍ୟାଲୋ ଗାଇଜ, ଦେଖନ୍ତୁ ଆମର ଏବେ ଖାଇବା ପିଇକି ରେଡି ହେଇଗଲୁ। ଆମର ଦେଖନ୍ତୁ ଇଏ ଆମର ଛୋଟ ପୁଅ ମ୍ୟୁନିସିପାଲିଟି ଘୁଷୁର ସବୁ ଆସିଯାଇଛନ୍ତି ଏବେ ଆମ ରୁମ ପାଖକୁ। ଆମର ଯୋଉ କଥା ହେଲା ପଡେ ସେ ଖାଇକି ପଳେଇବେ। ସେ ଆମ ଆମେ କାଦୁଆର ଝିଅ ଗୋଟେ ପୁଅ ଗୋଟେ। ମୋର ନୁହଁ, ଇଏ ହେଲା ଆମ ଅନାଦି, ଆଉ ତା ନା କଣ ଅନାଦି ଡାର୍ଲିଂ ର 2 ଜଣଙ୍କର ପୁଅ ଝିଅ ପଳେଇଲେ ହେଲା। ପଳେଇଲେ, ଆମେ ବି ଯାଉଛୁ ଟିକେ କଣ ମେଟ୍ରୋ ଗାଡି, କାଲି କଣ କାମ ଫାମ ଆଜି ବନ୍ଦ ଥିଲା, ମେଟ୍ରୋ ଗାଡି ଆସୁଛି। ମେଟ୍ରୋ ଗାଡି ଦେଖି ଆସିବା। ଆଉ ଚାବି କାଇଁ ମ? ଆସିବା। ଏବେ ମ୍ୟୁନିସିପାଲିଟି ଘୁଷୁର ଏଇ ଇଏ ହେଲା ଦେଖ ଯୋଉ ଦେଖ ଦେଖ, ଗୋଟେ ପୁଅ ଗୋଟେ ଝିଅ, 4ଟା ଝିଅ କାଦୁଆର। ହଉ ହଉ, ମୋର ତ ଆଉ ନା କାଦୁଅ ଦେଖିପାରୁଥିବେ ହେଲା। ଏଇ ମ୍ୟୁନିସିପାଲିଟି ଘୁଷୁରି ଅନାଦି ପୁଅ ଝୁଅ ସବୁ କିଛି, ଖାଉନି ମାନେ ତାର ଫୋନ କର। ଫ୍ୟାମିଲି କହିଲେ ଚଳିବ। ଆମେ ଏବେ ଯାଉଛୁ ଇରାନ ପାଖକୁ, ସରି ଆଲୋନା ପାଖକୁ। ଆଲୋନା ପାଖରେ ଆମେ ଦେଖାହବ। ଆଲୋନା ମୁଁ କଲ୍ କରି ଆଲୋନା ପାଖକୁ, ଆଲୋନା କୋଉଠି ଅଛି ତାହା ଦେଖାହବ ଆଲୋନା ସହିତ। ହାଲୋ ଗାଇସ ଦେଖନ୍ତୁ,
ଆମେ ସବୁଦିନ ବାଗିଆ ଆଜି ମାର୍କେଟ ଯାଉଛୁ, ହେଲେ ଆଜି ମାର୍କେଟ କିଛି ଖାଇବୁ ନା, କାହିଁକିନା ଆମେ ଏବେ ଭାତ ଶୋଇକି ଉଠି ଭାତ ଆଉ ଡାଲି ଫାଲି ବାଡେଇ ଦେଇ ଆଇଲୁ। ଆଉ ଆଜି ମାନେ ଆଉ ଟୋଟାଲ ଆମେ ତେଲ ଜିନିଷ କିଛି ଖାଇବା, ତେଲ ଜିନିଷ ଖାଇଲା ବେଳକୁ ଗ୍ୟାସ୍ ହେଇଯାଉଛି, ପେଟ ଖରାପ ହେଇଯାଉଛି ହେଲା। ଖରାପ ହେଇଗଲା ବେଳକୁ ପୁଣି ଗ୍ୟାସ୍ ପୁଣି ଭରିବା ପାଇଁ ପଡିବ। ଦେଖନ୍ତୁ ଇଏ ଆମର କ୍ରେନ ଗୋଟେ ଗାଡିରେ ଉଠଉଛି, ଠିକ କ୍ରେନ ଲଗା ନାହିଁ, ଏଇଭଳିଆ ସବୁ କିଛି ଲଗା ହେଇଛି। ଆଉ ଆମର ମେଟ୍ରିଆ ଫେଟ୍ରିଆ ସେ ଗାଡି ସେଇଠି ସବୁ ପଳେଇ ଆସିଥିଲା, ଅସନା ଛିଡା ହେଇଛି। ଆଉ ଆମେ ଏତେ ମାଛ ଧରି ପକେଇଛୁ ଯେ ରୁମ ପୁରା ଗନ୍ଧ ହଉଛି, ମାନେ ଖତରା ରକମ। ତାକୁ ଆଜି ଯିବୁ, ଆଜି ମାନେ ଯାଇକି ତାକୁ ସେଣ୍ଟ ଫେଣ୍ଟ ନେଇକି ପକେଇ ପକେଇ ସଫା କରିଦବୁ ହେଲା। ପକେଇ ସାରିଲା ପରେ ଆମେ ଯିବୁ, ଏଇଟା ଯାଉଛୁ ମାର୍କେଟ। ମାର୍କେଟରୁ ଆସିଲା ପରେ ଦେଖାହବ ଆପଣ ମାନଙ୍କ ସହ। ଆମେ ମାର୍କେଟ ଯାଇକି ମାର୍କେଟ କିଛି ଖିଆ ପିଆ ନାହିଁ, ଖାଲି ଯିବୁ ସେଣ୍ଟ ଉଣ୍ଡାଳି ପଳେଇ ଆସିବୁ, ନହେଲେ ଥଣ୍ଡା ପିଇ ଆସିବା ନା କଣ? ଆଁ ଥଣ୍ଡା ବିସ୍କିଟ୍ ଅଛି ରାତି ପାଇଁ। ଆଉ ରାତି ପାଇଁ ଆସିବା, ଆଜି ଗୋଟେ ଭଲ କାମ କରିବାର ଅଛି ହେଲା। ସେଥିପାଇଁ ଦେଖିଆ ରୁମ ରେ ଯାଇକି ମାର୍କେଟ ପରେ ଦେଖିଆ, ନହେଲେ ରୁମ ପରେ ଦେଖାହବ। ଏବେ ସେ ପର୍ଯ୍ୟନ୍ତ ଟିକେ ବିଦାୟ ଦିଅନ୍ତୁ, ଦେଖାହବ ରୁମ ମାର୍କେଟରେ। ଏବେ ଆମେ ମାର୍କେଟ ଭାଗ ସବୁ ପଳେଇ ଆସିଲୁ, ସେଣ୍ଟ ଫେଣ୍ଟ ସବୁ ଆଣି ଦେଇଥିଲୁ, ଦାୟିତ୍ୱ ସାବୁନ ଫାବୁନ ସବୁ ଥୁଆ ହେଇଛି। ତ ଆମେ ଏବେ କେହି ନାହାନ୍ତି, ମୁଁ ଭାତ ବସେଇ ଦେଇଛି, ଡାଲି ବସେଇ ଦେଇଛି। ହାଲ ଗାଈ ଦେଖୁଥିବ, ଆମର ତ ସାଡେ ରୋଷେଇ ଫୋଷେଇ ଚାଲିଥିଲା, ରୋଷେଇ ଫୋଷେଇ ସରିଗଲା, ଏବେ ରୋଷେଇ ସରିଯାଇଛି। ଖାଲି ମାଛଟା ହଉଥିଲା, ମାଛ ମହାନ୍ତି ରହିଲେ, ମୁଁ ଆଡକୁ ତ ପଳେଇ ଆଇଲି। ଆସିଲା ବେଳକୁ ଦେଖିଲା ବେଳକୁ ଅନା ତାର ଆସି ଶୋଇ ପଡିଛି ଏଠି। ଅନାଦି କହୁଛି ଖାଇବି ନା, ମୁଁ ଆଜି ଶୋଇ ପଡିବି, ଆଜି ମୋ ଦେହ ଭଲ ଲାଗୁନି। ମାର୍କେଟ ଯାଇଥିଲା, କଣ ବାଡେଇ ବୁଡେଇ ଦିଆଯାଇଛି, ସେଇ ପାଇଁ ମନା କରୁଛି ହେଲା। ତାପରେ ଆମେ ଯିବା ଯାଇକି ଖାଇଲା ବେଳେ ଦେଖାହବ। ଖାଇଲା ବେଳେ ଦେଖାହବ, ଖାଇଲା ବେଳେ ଆଉ ଦେଖି ହବ ନା, ଅସୁନା ଗୋଟେ ଅଛି। ଆଉ ଖାଇଲା ବେଳେ ଦେଖି ହବ ନା, ଖାଇଲା ବେଳେ କଣଟା ହେଇଥାନ୍ତା ଦେଖି ହବ। ତ ଡାଲି ହେଇଯାଇଛି, ଦିପହରେ ଯାହା ଦିପହରେ ଯାହା ସେଇଆ ହେଇଯାଇଛି, ଆଉ ଦେଖି ହବ ନା। ତାପରେ ଡାଇରେକ୍ଟ ଏଇଠି ବ୍ଲଗ ଏଇଠି ଏଣ୍ଡ କରିଦବା। ଆଉ କାଲି ଦେଖାହବ କାଲି ନେକ୍ସଟ ମର୍ଣ୍ଣିଂରେ। ସେମାନେ ରହୁଛି, ବାଏ ବାଏ, ଗୁଡ ନାଇଟ୍। ଆଉ ସମସ୍ତେ ଶୋଇପଡ଼ିବ, ଆଉ ଭିଡ଼ିଓକୁ ଲାଇକ୍ ଆଉ ସବସ୍କ୍ରାଇବ କରିବା ଭୁଲିବନି କେବେ। ଯୋଡ଼ି ହେଇ ରହିଲେ ପୁଣି ଦେଖିବ, ମୁଁ ଭିଡ଼ିଓ ଚାଲ ଆପଣମାନେ ଦେଖିବ। ରହୁଛି, ବାଏ, ଗୁଡ ନାଇଟ୍।